କାଇଁ ଆପଣ ନିଜେ ତିଆରି କରିପାରୁନା ମାନେ ତିଆରି କରିପାରୁନାହାନ୍ତି ନା କଣ? ନାଇଁ ସିଏ ଯୋଉ ଆଣିଥିଲେ ଭୁବନେଶ୍ୱରରୁ ଆଣିଥିଲେ ସିଏ କହିଲେ କି ଆମକୁ ତମକୁ ଟ୍ରେନିଂ ଦେଇଦବୁ ହୁଁ ଆଉ ତମକୁ ଶିଖେଇଦବୁ ଯେମିତି ହବା କଥା ଆଉ ଘଣ୍ଟାକୁ 8-10 କିଲୋ ମାଲ ବାହାରିବ ଇଏ ହବ ସିଏ ହବ। ହୁଁ ଏ ସବୁ ମିଛ ଗାଲୁଆ ଗୁଡା ସବୁ କହିଲେ ସେଠୁ ତାପରେ କହିଲା ଯେତେବେଳେ ଯେମିତି ଚଲେଇବା ପାଇଁ କହିଲେ ତାପରେ ଆଉ ସର୍ଭିସ ଦେଲେନି କି ଆସିଲେନି ଫୋନ କଲେ ବି ଉଠେଇଲେନି ହୁଁ କି ଆଉ କିଛି ଯୋଗାଯୋଗ କଲେନି କିଛି ନାହିଁ। ହୁଁ ତାପରେ ଯେତେବେଳେ କହିଲି କି ନାଇଁ ଆସିବ କିଛି ଗୋଟେ ପ୍ରୋବ୍ଲେମ ହେଲା ମେସିନ ଆସିକି ଦେଖ କି କାହିଁକି ଜାମ ହଉଛି କିଛି କାମ ହେଇପାରୁନି ସେ ଗୋଟେ ଦିନ ବି ଆଉ ଆସିଲେନି ଖାଲି ଯାହା ଇନଷ୍ଟଲ କରିଦେଇକି ଗଲେ ବାସ୍ ସେତିକି। ତାପରେ କହିଲେ କି ଆମେ ଗଲେ ଚାର୍ଜ ନବୁ ଇଏ ନବୁ ସେ ନବୁ ହୁଁ ଯୋଉ ଦିନ ଇନଷ୍ଟଲ କରିବାକୁ ଆସିଲେ ବି ସେଦିନ ବି ପଇସା ନେଲେ କିନ୍ତୁ ଦେଖିଲା ବେଳକୁ କିଛି ବି ଆଉ ଚଲେଇ ହେଲାନି କାମ କରି ହେଲାନି ସେ କହିଲେ ତାପରେ ମୁଁ ତାଙ୍କୁ କହିଲି ମୁଁ କହିଲି ଏମିତି ଅସୁବିଧା ହଉଛି ତମେ ଆସ ହେଲା କି ହଁ ତମେ ଚଲେଇବ ନା ଆଉ ନହେଲେ ତମେ ଆସିକିରି ଟ୍ରେନିଂ ନବ ନା ଆଉ ଆମେ ଆଉ ଯାଇପାରିବୁନୁ ତମକୁ ସେଠି ଦେଖେଇବାକୁ କରିବା ପାଇଁ ଯାଇପାରିବୁନି। ହୁଁ ଏଇଭଳି ଅସୁବିଧା ହେଲା ଆଉ। ହଇରାଣ କରୁଛନ୍ତି ଆଉ। ହଁ ନିଶ୍ଚିତ ବହୁତ ବଡ ଫ୍ରଡ ନ ଜାଣି ପାରିଲେ ବହୁତ ହଇରାଣ ଆଜ୍ଞା କରୁଛନ୍ତି ହେଲା। ମୁଁ ବି ଜାଣିପାରିଲିନି ମତେ କହିଲେ ନାଇଁ ଆମେ କମ୍ପାନୀ ନବ ସବୁ କରିବ ଇଏ କରିବ ତାଙ୍କର ଆଜ୍ଞା ଗୋଟିଏ ଟାର୍ଗେଟ ହଉଛି ମେସିନ ବିକିବା ବୁଝିପାରିଲେ କି? ହଁ ତାଙ୍କର ପ୍ରଥମ ଟାର୍ଗେଟ ହଉଛି ମେସିନ ବିକିବା ଆଉ ସବୁ ସେ ଗୋଟାଏ ହଉଛି ସତ ଯୋଉଟା ହଉଛି ମେସିନ ବିକିବେ ବିକିବା ଆଉ ସବୁ ଯାକ ଆଜ୍ଞା ମିଛ କଥା ହଁ ସମ୍ପୂର୍ଣ୍ଣ ମିଛ କଥା ସବୁ ଗାଲୁଆ ଆଜ୍ଞା ହେଲା। ବହୁତ ବଡ ବଡ ଠକ ସବୁ ଭୁବନେଶ୍ୱରରେ ବସିଛନ୍ତି ବହୁତ ବଡ ବଡ ଠକ ମାନେ ମୁଁ ଯୋଉଠି ବି ଦେଖେ ୟୁଟ୍ୟୁବ ରେ ଦେଖେ ମୁଁ ସାଙ୍ଗେ ସାଙ୍ଗେ କମେଣ୍ଟ ଲେଖେ ଭାଇ ସତର୍କ ରୁହ ଏଭଳି ଠକ ଠାରୁ ମାନେ ଦୂରେଇ ରୁହ। ସବୁ ଏମାନେ କଣ କରୁଛନ୍ତି ନା ହଁ ମିଡିଆ ବାଲାକୁ ନେଇଗଲେ ହଁ ବୁଝିପାରୁଛନ୍ତି। ହଁ ମିଡିଆ ବାଲା ନିଜେ ପଇସା ନେଇକି ନେଲେ ସେଠି ନେଇକି ତାଙ୍କଟା ହେଟାକୁ ତାଙ୍କ ଡିଆରପି ବଢେଇବା ପାଇଁ ସେଟା ଗୋଟେ ହାଇଲାଇଟ କଲେ ହାଇଲାଇଟ କରିକି ୟୁଟ୍ୟୁବ ରେ ଛାଡିଲେ ଲୋକମାନେ ଦେଖିଲେ ଗୋଟେ ଅମୁକ ନ୍ୟୁଜ ଚ୍ୟାନେଲ ଆସିଛି ଆଉ ସେଇଟା ତ ବହୁତ ଭଲ ହେଇଥିବ ଏ ସଂସ୍ଥା ଭଲ ହେଇଥିବ କିଛି ଲୋକମାନଙ୍କୁ ନେଇକିରି କହିଦେବେ ଆଜ୍ଞା ଆମ 30,000 କମଉଛି ସେ 40,000 କମଉଛୁ ହଁ ଏ ସବୁ ଜିନିଷ ଆଜ୍ଞା ମିଛ କଥା ମାସରେ 3,000 କମେଇ ହବନି। ନା ଯଦି ସିଏ ଆଜ୍ଞା ମାସରେ ଯଦି 40,000 ଗୋଟେ କଷ୍ଟମର 40,000 କମଉଛି ହଁ ତାହେଲେ ସିଏ ଯଦି 50ଟା କଷ୍ଟମର କମେଇବ ତ ସିଏ ତ କୋଟି କୋଟି ଟଙ୍କା ରୋଜଗାର କରିବ। ସିଏ ତ ଯଦି 5ଟା ୱାର୍କର ରଖିବ ତାହେଲେ ଆଜ୍ଞା କେତେ ଟଙ୍କା ଇନକମ କରିବେ ଆପଣ ଭାବନ୍ତୁ। ସେଇଟା ତ ହଁ ମାନେ ଏ ସବୁ ଆଜ୍ଞା ସେ ଯଦି ମାନେ ସେ ବି ଏତେ କଣ ମାନେ ମେସିନ କଣ ପାଇଁ ଦେଇଥାଏ ସେ ତ ହଁ ନିଜେ ହଁ ହଁ ତାର ରଖିକି ସେ ତ କେତେ ଯୋଉ ଇନକମ କରିବ କଥା। ହଁ 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 ସବୁ ଆଜ୍ଞା ଭୁଲ ମାନେ ଏସବୁ ଜିନିଷ ତ ଆଗରୁ ମାନେ ସବୁ ନେଡି ଗୁଡ କଉଣି ବୋହି ସାରିଲା ପରେ ଜାଣିବା କଥା ଆକ୍ଚୁଆଲି ବୁଝିଲା ବେଳକୁ ତ ସମୟ ସରିଗଲାଣି ଆଉ ହଁ ହେଲା କଣ କି ହଉଛି ନା ପ୍ରଥମ କି ଆଉ କେହି ଜାଣି ପାରୁନାହାନ୍ତି ହେଲା କି ନାଇଁ ହଁ 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 ମାନେ ଫାଷ୍ଟ କି ଭିଡିଓ ଯୋଉ ଦେଖି ଖାଇକି ଯାହା ରେଟ ସବୁ ରହୁଛି ହଁ ଏତିକି ଟଙ୍କା ତ ଏତିକି ଟଙ୍କା ମିଳିବ। ହଁ କିନ୍ତୁ ଆଣି ସାରିଲା ପରେ ହିସାବ ପତ୍ର ସବୁ ହେଲା ବେଳକୁ ହୁଁ ଟା ଯାହା ମିଳିବା କଥା ସେତିକି ତ ହଉନି। ହଁ ନାଇଁ ସେତିକି ତ ହବନି ପ୍ଲସ ସେମାନେ ଯିଏ ଧରକ ଯିଏ ଯେତିକି ଟଙ୍କା କୋଉଠି ଧାର କରଜ କରିବ କିଏ ଲୋନ କରିକି ଆଣିବ ତାପର ମୁହୂର୍ତ୍ତରେ ଯେତେବେଳେ ଦେଖିବ କି ଏଇଭଳି ପରିସ୍ଥିତି ସେ ପଇସା ଆଣିଥିବା ପଇସା ତ ଜୀବନରେ ସେ ସୁଝି ପାରିବନି ନା କି ମାନେ କୋଉଠି ଜାଗା ବାଡି ବିକିକିରି ସୁଝିବ ହେଲା କି? ସେଇଭଳି ପ୍ରୋବ୍ଲେମ ରେ ବହୁତ ଆଜ୍ଞା ଏମିତି ବି ହଁ ମତେ ତ ଆଜ୍ଞା ମାନେ ଏତେ ଠକିଛନ୍ତି ମାନେ କୁହନି ହଁ ମୁଁ ମାନେ ବହୁତ ବଡ ଠକାମିରେ ପଡିଛି ହେଲା ମୁଁ ଆଣିଲି ସେ କହିଲେ ଏଇଟା 8-10 କେଜି ବାହାରିବ ମାଲେ ହେଲା କି ହଁ ଆଉ ଚାଇନା ମେଡ ହେଲେ ବାହାରୁ ହବ ଇଏ ହବନି ଇଣ୍ଡିଆନ ମେଡ ନେଇଯାଆନ୍ତୁ ଆଉ ଭଲ ହବ ଆମର ସର୍ଭିସ ଯେମିତି କହିବେ ସେମିତି 5 ବର୍ଷ ପାଇଁ ଏଗ୍ରିମେଣ୍ଟ ହେଲା କି ସବୁ କିଛି ମୋ ଠାରୁ ନେଲେ 1,25,000 ଆଜ୍ଞା ବୁଝିପାରିଲେ ଯାହାର ଦାମ ମୁଁ ପଛରେ ଯାହା ବୁଝିଲି କି 1,00,000 ଭିତରେ 90,000 ଭିତରେ କିନ୍ତୁ ମୋ ଠାରୁ 1,25,000 ନେଲେ ତାପରେ ଏତେ ଫ୍ରଡ କଲା ପରେ